ସଂସାରକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା। ସେଥିମଧ୍ୟରୁ ପ୍ରଥମଟି ଆମକୁ ମିଳିଛି, ଯାହାକୁ ଆମେ ନିଜର ମାନୁଛୁ, ଏବଂ ଦ୍ୱିତୀୟଟି ମିଳିନାହିଁ, ମାତ୍ର ଦୃଶ୍ୟ ହେଉଛି। ଦୃଶ୍ୟମାନ ଭାଗଟି ମିଳିନାହିଁ ଏବଂ ମିଳିଥିବା ଭାଗଟି ରହିବ ନାହିଁ। ମିଳିଥିବା ସଂସାର ସଙ୍ଗରେ ଆମେ ରହିବା ନାହିଁ କି ଆମ ସଙ୍ଗରେ ସଂସାର ରହିବ ନାହିଁ। ଏହା ଆମର ଅନୁଭବ। ଏହା ସତ୍ତ୍ୱେ ଆମେ କାହା ଭରସାରେ ବସି ରହିଛୁ? କାହା ଆଧାରରେ ଆମେ ଏଠାରେ ରହିଛୁ? ଆମର ଆଧାର ହେଉଛନ୍ତି ଏକମାତ୍ର ପରମାତ୍ମା। ତାଙ୍କରି ଆଧାରରେ ଆମେ ରହିପାରୁଛୁ। ଯାହା ଦେଖାଯାଉଛି ଓ ମିଳିଛି ତାହାର ଆଧାରରେ ଆମେ ରହିପାରିବା ନାହିଁ, କାରଣ ଦେଖାଯିବା ଜିନିଷ ମିଳେ ନାହିଁ ଏବଂ ମିଳିଥିବା ଜିନିଷ ରହେ ନାହିଁ। ସତ୍ତା ରୂପରେ ପରମାତ୍ମା ହିଁ ବିଦ୍ୟମାନ। ତାଙ୍କରି ଭିତରେ ଏ ସାରା ସଂସାର ଦୃଶ୍ୟ ହେଉଛି। ପରମାତ୍ମାଙ୍କ ସତ୍ୟତାର ପ୍ରଭାବରେ ହିଁ ଏହି ଜଡ଼ ମାୟା ସତ୍ୟ ପରି ଦୃଶ୍ୟ ହେଉଛି। ଏହାର କାରଣ କ'ଣ? ମୂଢ଼ତା ହେତୁ। ଅସତ୍ ମାୟା ସତ୍ୟ ପରି ଦିଶୁଛି। କିଛି ଜାଣିଥିବା ଓ କିଛି ଜାଣିନଥିବା ରୂପକ ଅପୂର୍ଣ୍ଣ ଜ୍ଞାନ ହେଉଛି ମୂଢ଼ତା ବା ଅଜ୍ଞାନ। ଆଦୌ ଜାଣିନଥିଲେ ତାହାକୁ ମୂଢ଼ତା କୁହାଯାଇ ପାରିବ ନାହିଁ। ଯଥା ପଥରକୁ ଆମେ ମୂଢ଼ କହି ନଥାଉ। ଆମେ କେବେ କହିନଥାଉ ଯେ ଏ ପଥର ଅତି ମୂଢ଼ ବା ଅଜ୍ଞାନୀ। ଅପୂର୍ଣ୍ଣ ଜ୍ଞାନକୁ ମୂଢ଼ତା କହନ୍ତି। ସଂସାର ସତ୍ୟ ନୁହେଁ ବୋଲି ଆମେ ଜାଣୁଥିଲେ ମଧ୍ୟ ତାହାକୁ ମାନୁଛୁ। ଏହା ହିଁ ମୂଢ଼ତା। ଶୁଣିବା ବହିରୁ ପଢ଼ିବା ଓ ମନରେ ବିଚାର କରିବା ଦ୍ୱାରା ଜଣାପଡ଼େ ଯେ ସଂସାର ପୂର୍ବରୁ ନଥିଲା ଓ ପରେ ରହିବ ନାହିଁ। ତଥାପି ତାହାର ଅସ୍ତିତ୍ୱ ସ୍ୱୀକାର କରି ରାଗ ଦ୍ୱେଷ କରୁଛୁ। ଏହାରି ନାମ ମୂଢ଼ତା। ଯାହା ପ୍ରଥମେ ନଥିଲା ଓ ଶେଷରେ ରହିବ ନାହିଁ, ତାହାକୁ ମଝିରେ ମଧ୍ୟ ନାହିଁ ବୋଲି ମାନିନେବା ଜ୍ଞାନ ବା ବୋଧ ଅଟେ। ଯଥା ସ୍ୱପ୍ନ ଆସିବା ପୂର୍ବରୁ ସ୍ୱପ୍ନ ନଥିଲା ଓ ନିଦ ଭାଙ୍ଗିଯିବା ପରେ ମଧ୍ୟ ସ୍ୱପ୍ନ ରହିବ ନାହିଁ। ଅତଏବ ମଝିରେ ମଧ୍ୟ ସ୍ୱପ୍ନ ନାହିଁ, କେବଳ ଦେଖାଯାଉଛି। ସିଦ୍ଧାନ୍ତ ଅନୁସାରେ ଯାହା ଆଦିରେ ନଥାଏ କି ଅନ୍ତରେ ନଥାଏ, ତାହା ବର୍ତ୍ତମାନରେ ବି ନଥାଏ। ବିଶେଷ ଖିଆଲ ଦେବାର କଥା ଯେ ସଂସାର ନିରନ୍ତର ଅବିଦ୍ୟମାନତା ମଧ୍ୟରେ ପ୍ରବେଶ କରୁଛି, ବିନିଷ୍ଟ ହେଉଛି। ଯଥା ଆମର ପିଲାବେଳେ ଚାଲିଗଲା, ସବୁଦିନ ପାଇଁ ରହିଲା ନାହିଁ। ଯେତେ ପ୍ରାଣୀ ଦେଖାଯାଉଛନ୍ତି ସମସ୍ତେ ବିନାଶ ଅଭିମୁଖେ ଗତି କରୁଛନ୍ତି। ଏଥିରେ ନ ରହିବା ହିଁ ସତ୍ୟ। ଯେପରି କାଲିର ଦିନ ଆଜି ନାହିଁ, ସେହିପରି ଆମେ ସମସ୍ତେ ଏଠି ଯେଉଁ ବସିଛେ, ଏହି ସମୟ ବି ବିନାଶ ଆଡ଼କୁ ଗତି କରୁଛି। ଏହାକୁ ଆଉ ଫେରାଇ ଆଣି ପାରିବା ନାହିଁ। ଅତଏବ ଏଥିରେ ଅବିଦ୍ୟମାନତା ହିଁ ସାର, ଅଥଚ ମୂଢ଼ତା ହେତୁ ବିଦ୍ୟମାନତା ଦେଖାଯାଉଛି। ଏହି ବିଦ୍ୟମାନତା କାହିଁକି ଦେଖାଯାଉଛି? କାରଣ ଏଥିରେ ଏକମାତ୍ର ସତ୍ୟ ପରମାତ୍ମା ବିଦ୍ୟମାନ। ପରମାତ୍ମାଙ୍କ ଯୋଗୁଁ ହିଁ ଏହାର ଅସ୍ତିତ୍ୱ ଦେଖାଯାଉଛି। ଦଉଡ଼ି ଥିବାରୁ ହିଁ ତାହା ଭ୍ରମରେ ସାପ ପରି ଦେଖାଯାଉଛି। ଦଉଡ଼ି ନଥିଲେ ସାପ ମଧ୍ୟ ଦେଖାଯାଆନ୍ତା ନାହିଁ। ଆମେ ଜାଣୁ ଯେ ସଂସାର ପୂର୍ବରୁ ନଥିଲା ଓ ପରେ ରହିବ ନାହିଁ। ତଥାପି ଏହି ଜ୍ଞାନକୁ ଅନାଦର କରି ସଂସାରକୁ ସତ୍ୟ ମାନୁଛୁ। ଯାହା ଜାଣୁ ତାହାକୁ ମାନିବା ହେଲେ ଜାଣିଥିବା କଥାର ଆଦର। କିନ୍ତୁ ଜାଣୁଥିବା କଥାକୁ ନ ମାନିବାରୁ ତାହାର ନିରାଦର ହେଉଛି। ଏହି ନିରାଦର ହେତୁ ଆମେ ଦୁଃଖ ପାଉଛୁ। ଏଣୁ ଜାଣୁଥିବା କଥାକୁ ଆଦର ବା ମହତ୍ଵ ଦିଅନ୍ତୁ। ଏ ସଂସାର ତ ରହିବ ନାହିଁ, ତେଣୁ ଏହା ମାଧ୍ୟମରେ ଲାଭ ହାସଲ କରିନେବା ଦରକାର। ମିଳିଥିବା ପଦାର୍ଥ ଗୁଡ଼ିକୁ ଅନ୍ୟମାନଙ୍କ ସେବାରେ ବିନିଯୋଗ କରିବାରେ ହିଁ ଆମର ଲାଭ ନିହିତ। ଦର୍ପଣରେ ମୁହଁ ଓଲଟା ଦେଖାଯାଏ। ଆମେ ଦକ୍ଷିଣ ଆଡ଼କୁ ଚାହୁଁଥିଲେ ଦର୍ପଣରେ ଉତ୍ତର ଆଡ଼କୁ ଚାହିଁଲା ପରି ଦେଖାଯାଏ। ଆମର ଡାହାଣ ଅଙ୍ଗ ବାମ ଅଙ୍ଗ ପରି ଓ ବାମ ଅଙ୍ଗ ଡାହାଣ ଅଙ୍ଗ ପରି ଦେଖାଯାଏ। ଦର୍ପଣରେ ଦୃଶ୍ୟ ପରି ଏ ସଂସାର ଓଲଟା ଦେଖାଯାଏ। ଆମେ ଲୋଭବଶତଃ ନିଜର ଲାଭ ପାଇଁ ଧନ ସଂଗ୍ରହ କରୁ, ହେଲେ ଧନ ଆମର କ୍ଷତି କରେ। ମାତ୍ର ଦେଖାଯାଏ ଓଲଟା।
ଯେତିକି ଆମେ ନେଉ ସେତିକି ଲାଭ ଦେଖାଯାଏ ଓ ଯେତିକି ଦେଉ ସେତିକି କ୍ଷତି ଦେଖାଯାଏ। ଏହି ଓଲଟା ଦେଖାଯିବା ହେତୁ ପୂର୍ବରୁ କୁହାଯାଇଥିବା କଥା ମନକୁ ପାହେ ନାହିଁ। ଓଲଟା ଲାଗେ। ଚକୁଳିଆ ପଣ୍ଡା ବୋଲନ୍ତି, ଦେଇଥିଲେ ପାଇ। ଦେଇଥିବା ଜିନିଷ ଆମ ସାଙ୍ଗରେ ଯିବ ଏବଂ ଯାହା ନେଇଥିବା ସବୁ ଏଇଠି ରହିଯିବ। ତଥାପି ନେବା ପାଇଁ ମନ। ମୋର ସ୍ୱାର୍ଥ ହାସଲ ହେଉ ଏ ଉଦ୍ୟମ ତ କରୁଛୁ, କିନ୍ତୁ ଅନ୍ୟର ସ୍ୱାର୍ଥ ପୂରଣ କରିବି, ଅନ୍ୟକୁ ଦେବି ଏ ଉଦ୍ୟମ କରୁନାହୁଁ। ଅନ୍ୟମାନଙ୍କର କାମ କରିବା ଖରାପ ଲାଗୁଛି, ଯଦିଓ ଭଲ ଲାଗିବା କଥା। ଏହି ଓଲଟା ଧାରଣା କେମିତି ବଦଳି ଠିକ୍ ହୋଇପାରିବ, ସେଇ କଥା ଜାଣିବା ପାଇଁ ଆମେମାନେ ଏଠାରେ ରୁଣ୍ଡ ହେଉଛେ। ମିଳିଥିବା ଜିନିଷ ରହିବ ନାହିଁ କି ଦେଖାଯାଉଥିବା ଜିନିଷ ରହିବ ନାହିଁ। କେବଳ ମନର ଭ୍ରମ ଯେ ଆମକୁ ଜିନିଷ ମିଳିଛି ଏବଂ ଆମକୁ ଜିନିଷ ଦେଖାଯାଉଛି। ମିଳିବା ଓ ଦେଖାଯିବା କେହି ରହିବେ ନାହିଁ। ଏଥିରେ ଯିଏ ପରିପୂର୍ଣ୍ଣ ଅଛନ୍ତି ସେହି ପରମାତ୍ମା ହିଁ ରହିବେ। ସେହି ପରମାତ୍ମାଙ୍କ ଆଶ୍ରୟ ନେଲେ, ତାଙ୍କୁ ଭଜିଲେ, ତାଙ୍କୁ ମାନିଲେ, ତାଙ୍କରି ଚିନ୍ତନ କଲେ ଆମେ କୃତାର୍ଥ ହୋଇଯିବା। ଯଦି ମିଳିଥିବା ଓ ଦେଖାଯାଉଥିବା ଜିନିଷର ଲୋଭରେ ବାନ୍ଧି ହୋଇଯିବା, ତେବେ ଠକିଯିବା।